ଏପିସୋଡ଼ 156 ସାମ ସଙ୍ଗୀତ ପୁସ୍ତକ ଅଧ୍ୟାୟ 10 ବ୍ୟକ୍ତିଗତ ବିଳାପ ଗୀତି। ତୁମେ ହେ ପ୍ରଭୁ କାହିଁକି ସୁଦୂରରେ ଦଣ୍ଡାୟମାନ କରୁଅଛ? ତୁମେ କାହିଁକି କ୍ଲେଶ କାଳେ ନିଜକୁ ଗୋପନ? ଦୁଷ୍ଟଗଣ କରନ୍ତି ଔଦ୍ଧତ୍ୟ ସହ ଦରିଦ୍ରମାନଙ୍କ ତୀବ୍ର ପଶ୍ଚାତଧାବନ। ହେଉ ସେମାନଙ୍କ ନିରୂପିତ କୌଶଳ ଫାଶେ ସଂଘଟିତ ସେମାନଙ୍କ ପତନ। କରେ ଦୁଷ୍ଟ ନିଜ ହୃଦୟର ଅଭିଳାଷ ସମ୍ବନ୍ଧେ ଦର୍ପ। ଅଭିଶାପ ଦେଇ କରେ ଲୋଲୁପ ବ୍ୟକ୍ତି ପ୍ରଭୁଙ୍କୁ ପରିତ୍ୟାଗ। କରେ ନାହିଁ ଅହଙ୍କାର ପୂର୍ଣ୍ଣ ବଦନରେ ଦୁଷ୍ଟ ତାହାଙ୍କର ଅନ୍ୱେଷଣ। ଈଶ୍ୱର ନାହାନ୍ତି ଏହା ହିଁ ତାର ଭାବନା ସମସ୍ତ। ହୁଏ ତାର ମାର୍ଗାବଳୀ ସର୍ବଦା ଜୟଯୁକ୍ତ। ତାର ଦୃଷ୍ଟି ପଟରୁ ଅଦୃଷ୍ଟ ହେଉଥିବା ଭଳି ତୁମ ବିଚାର ବିଧି ଉନ୍ନତ। କରେ ସେ ପ୍ରକାଶ ତାର ବିରୋଧୀମାନଙ୍କ ସମ୍ବନ୍ଧେ ବିଦ୍ରୂପ ଅଭିମତ। ହେବି ନାହିଁ ମୁଁ କେବେ ହେଁ ବିଚଳିତ, ହେବ ନାହିଁ କଦାପି ଦୁର୍ଗତି ମୋ ପ୍ରତି ସଂଘଟିତ। ଏହା ହିଁ ମୋ ମନ ଚିନ୍ତା ତାର। ଅଭିଶାପ ପ୍ରବଞ୍ଚନା ତଥା ଧମକରେ ଅଧର ତାର ପରିପୂରିତ। ତାର ଜିହ୍ୱା ତଳେ ଦ୍ରୋହ ତଥା ଅଧର୍ମ ଅବସ୍ଥିତ। ବସେ ସେ ଛକି ପଲ୍ଲୀ ଅଞ୍ଚଳରେ, କରେ ସେ ନିଧନ ନିର୍ଦ୍ଦୋଷୀକୁ। ଗୁପ୍ତ ସ୍ଥାନରେ କରେ ସନ୍ଧାନ ତାର ଚକ୍ଷୁଦ୍ୱୟ ନିଃସହାୟକୁ ଗୋପନରେ। ନିଜ ଆଶ୍ରୟ ସ୍ଥାନେ ସିଂହ ସଦୃଶ ଗୋପନରେ ଛକି ବସେ ସେ। ନିର୍ଦ୍ଧନକୁ ଧରିବା ପାଇଁ ଛକି ବସେ ସେ। ଦରିଦ୍ରକୁ ଜାଲରେ ପକାଇବା ପାଇଁ କରେ ତାକୁ ଅଧିକାର ସେ। ବିଧ୍ୱସ୍ତ ହୋଇ ନିଃସହାୟ ହୁଏ ନିମଗ୍ନ। ଦୁଷ୍ଟର ଶକ୍ତି ଜରିଆରେ ହୁଏ ତାର ପତନ। ହୋଇଛନ୍ତି ଈଶ୍ୱର ବିସ୍ମୃତ, କରିଛନ୍ତି ସେ ତାହାଙ୍କ ବଦନ ଲୁକାୟିତ। କରିବେ ନାହିଁ ସେ ଏହା ପ୍ରତି ଦୃଷ୍ଟିପାତ। ଏହା ହିଁ ହୃଦୟର ଚିନ୍ତା ତାର। ହୁଅ ହେ ପ୍ରଭୁ ଉତ୍ଥିତ, କର ହେ ଈଶ୍ୱର ଉତ୍ତୋଳନ ତୁମ ହସ୍ତ। ହୁଅ ନାହିଁ ପତିତଙ୍କୁ ବିସ୍ମୃତ। କରେ କାହିଁକି ଦୁଷ୍ଟ ବ୍ୟକ୍ତି ଈଶ୍ୱରଙ୍କୁ ପରିତ୍ୟାଗ? ମାଗିବ ନାହିଁ ତୁମେ ତା ଠାରୁ ହିସାବ। କହେ କାହିଁକି ସେ ଏହିପରି ଆତ୍ମବତ? ତୁମେ ଦେଖୁଅଛ କ୍ଲେଶ ତଥା ପଶ୍ଚାପ ପ୍ରତି ଦେଇଅଛ ତୁମେ ଦୃଷ୍ଟି। କରିବ ତୁମେ ସେ ସମସ୍ତକୁ ହସ୍ତାଧୀନ। କରେ ନିଃସହାୟ ନିଜକୁ ତୁମ ହସ୍ତେ ସମର୍ପଣ। ହେଲ ତୁମେ ପିତୃହୀନର ସହାୟକ। କର ଦୁଷ୍ଟ ତଥା ଦୁଷ୍କର୍ମୀର ବାହୁ ତୁମେ ଭଗ୍ନ। ଦୁଷ୍ଟତା ତାର ସମାପ୍ତ ହେବା ପର୍ଯ୍ୟନ୍ତ କର ତାର ଅନ୍ୱେଷଣ। ଅଟନ୍ତି ପ୍ରଭୁ ରାଜା ଶାଶ୍ୱତ, ହେବେ ଜାତି ସମୂହ ତାହାଙ୍କ ଦେଶରୁ ବିନାଶଗ୍ରସ୍ତ। କରିବ ତୁମେ ହେ ପ୍ରଭୁ ସେମାନଙ୍କ ଅଭିଳାଷ ପରିପୂର୍ଣ୍ଣ। କରିବ ତୁମେ ସେମାନଙ୍କ ହୃଦୟକୁ ଶକ୍ତିପୂର୍ଣ୍ଣ। କରିବ ତୁମେ ସେମାନଙ୍କୁ ଶ୍ରବଣ। ପିତୃହୀନ ତଥା ଅତ୍ୟାଚାରିତ ମାନଙ୍କ ପ୍ରତି କରିବ ତୁମେ ନ୍ୟାୟ ସାଧନ। ତହୁଁ ହେବ ନାହିଁ କେବେ ପୃଥିବୀ ଜାତ ମନୁଷ୍ୟ ଭୀତିର କାରଣ। ଅଧ୍ୟାୟ 11 ଭରସା ସୂଚକ ପ୍ରାର୍ଥନା। ନିଏ ମୁଁ ପ୍ରଭୁଙ୍କ ଠାରେ ଶରଣ। କରିପାର ବା ମୋ ସହ କିପରି ତୁମେ ମାନେ କଥନ? କର ପକ୍ଷୀ ସଦୃଶ ପର୍ବତାଭିମୁଖେ ପଳାୟନ। କରିବା ସକାଶେ ନୀତିନିଷ୍ଠ ବ୍ୟକ୍ତିମାନଙ୍କୁ ସରକ୍ଷେପ। କରିଛନ୍ତି ଦୁଷ୍ଟଗଣ ଧନୁବକ୍ର। ଲଗାଇଛନ୍ତି ରଜ୍ଜୁରେ ସେମାନେ ଏସର।
ମୂଳଦୁଆ ଯଦି ବିଧ୍ୱସ୍ତ, ତେବେ ନୀତିନିଷ୍ଠ ବ୍ୟକ୍ତି କ'ଣ ବା କରିପାରିବ? ତାହାଙ୍କ ପବିତ୍ରାଳୟ ମଧ୍ୟରେ ପ୍ରଭୁ ବିରାଜମାନ, ସ୍ୱର୍ଗଧାମେ ସଂସ୍ଥାପିତ ତାହାଙ୍କର ସିଂହାସନ। କରେ ତାହାଙ୍କ ଚକ୍ଷୁ ମନୁଷ୍ୟପୁତ୍ରମାନଙ୍କୁ ଦର୍ଶନ, ତାହାଙ୍କ ଚକ୍ଷୁପୁଟ କରେ ସେମାନଙ୍କୁ ନିରୀକ୍ଷଣ। କରନ୍ତି ପ୍ରଭୁ ନୀତିନିଷ୍ଠ ତଥା ଦୁଷ୍ଟ ଉଭୟଙ୍କୁ ପରୀକ୍ଷା। ଯିଏ ହିଂସାବଲମ୍ବୀ ତାକୁ କରନ୍ତି ଆତ୍ମା ତାହାଙ୍କର ଘୃଣା। କରିବେ ସେ ଦୁଷ୍ଟମାନଙ୍କ ଉପରେ ଅଗ୍ନି ତଥା ଗନ୍ଧକ ବର୍ଷଣ। ହେବ ପାନପାତ୍ର ସେମାନଙ୍କର ଅଂଶ ବିଶେଷ ଏକ ଉତ୍ତପ୍ତ ପବନ। ଅଟନ୍ତି ପ୍ରଭୁ ନ୍ୟାୟବାନ, ଅଟନ୍ତି ସେ ସ୍ନେହୀ ନ୍ୟାୟଯୁକ୍ତ କାର୍ଯ୍ୟକଳାପର। କରିବ ନୀତିନିଷ୍ଠ ବ୍ୟକ୍ତି ତାହାଙ୍କ ମୁଖ ଦର୍ଶନ। ଉପାସନା ସାମ ଅଧ୍ୟାୟ 12। ହୁଅ ହେ ପ୍ରଭୁ ସହାୟକ, ହୁଏ ନାହିଁ ଦୁଷ୍ଟ କୌଣସି ଈଶ୍ୱର ଭକ୍ତ। ହୋଇଛି ଅର୍ଦ୍ଧନ୍ତ ମନୁଷ୍ୟପୁତ୍ରମାନଙ୍କ ମଧ୍ୟରୁ ବିଶ୍ୱସ୍ତ। କରନ୍ତି ସର୍ବେ ସେମାନଙ୍କ ପ୍ରତିବେଶୀ ପ୍ରତି ମିଥ୍ୟା କଥନ। କରନ୍ତି ସେମାନେ ତୋଷାମଦିଆ ଅଧର ତଥା କପଟ ହୃଦୟରେ କଥନ। କରନ୍ତି ପ୍ରଭୁ ତୋଷାମଦିଆ ଅଧର ତଥା ବଡ଼ିମା ପ୍ରକାଶକାରୀ ଜିହ୍ୱାକୁ ଉଚ୍ଛେଦ। କାରଣ କରନ୍ତି ସେମାନେ ପ୍ରଶ୍ନ, ହେବୁ ଆମେ ଆମ ଜିହ୍ୱାରେ ବିଜୟୀ? ଆମ ଅଧର ଆମ ସହାୟ, ହେବ କିଏ ଆମ ମୁନିବ? କିନ୍ତୁ କହନ୍ତି ପ୍ରଭୁ, ହୁଅନ୍ତି ଦରିଦ୍ର ଗଣ ଶୋଷିତ, କରନ୍ତି ଦିନହୀନ ଆର୍ତ୍ତନାଦ। ସୁତରାଂ ଯେଉଁ ସଂସ୍କରଣ ପାଇଁ ସେ ଅଗ୍ରହାନ୍ୱିତ ହେବ ତାହା ମୋ ଦ୍ୱାରା ପ୍ରଦତ୍ତ ଅଟେ। ପ୍ରଭୁଙ୍କର ପ୍ରତିଶ୍ରୁତି ବିଶୁଦ୍ଧ, ଲୁଚିଲେ ଚୁଲିରେ 7 ବାର ସନ୍ଦର୍ଶିତ, ସ୍ୱଚ୍ଛ ସ୍ୱର୍ଣ୍ଣ ସଦୃଶ୍ୟ। କର ହେ ପ୍ରଭୁ ଆମମାନଙ୍କ ରକ୍ଷଣାବେକ୍ଷଣ, କର ସର୍ବଦା ଏହି ବଂଶରୁ ଆମ ସଂରକ୍ଷଣ। କରନ୍ତି ସର୍ବତ୍ର ପରିଭ୍ରମଣ ଦୁଷ୍ଟଗଣ, କାରଣ ହୁଏ ମନୁଷ୍ୟପୁତ୍ରମାନଙ୍କ ମଧ୍ୟରେ ଅଧମତାର ଉନ୍ନୟନ। ଅଧ୍ୟାୟ 13। ବ୍ୟକ୍ତିଗତ ବିଳାପ ଗୀତି। ହେ ପ୍ରଭୁ, କେତେ କାଳ ବ୍ୟାପୀ ହେବ ତୁମେ ମୋତେ ବିସ୍ମୃତ? ହେବ କ'ଣ ତୁମେ ଚିରକାଳ ବ୍ୟାପୀ ମୋତେ ବିସ୍ମୃତ କରି ରଖିବ ମୋ ଠାରୁ? କେତେ କାଳ ଧରି ତବ ମୁଖ ଲୁକାୟିତ? କେତେ କାଳ ଧରି କରିବି ମୁଁ ବେଦନା ଭୋଗ? ଦିନ ତମାମ କ'ଣ ଅନୁଭବ କରିବି ମୁଁ ହୃଦୟ ଶୋକ? ଶତ୍ରୁ ମୋର ହେବେ କେତେ କାଳ ଧରି ମୋ ଉପରେ ଜୟଯୁକ୍ତ। ପ୍ରଭୁ ହେ ମୋର ଈଶ୍ୱର, ଦୟାକରି ମୋତେ ଦିଅ ଉତ୍ତର। ନ ହୁଏ ମୁଁ ଯେପରି ମହାନିଦ୍ରାରେ ଶାୟିତ, ସେଥି ନିମନ୍ତେ ଚକ୍ଷୁ ମୋର କର ଆଲୋକିତ। ନ କହୁ ଶତ୍ରୁ ମୋର, କରିଅଛ ମୁଁ ତା ଉପରେ ବିଜୟ ହାସଲ। ସୁଯୋଗ ନ ପାଆନ୍ତୁ ବୈରୀଗଣ ମୋର, ନ ହୁଅନ୍ତୁ ଯେପରି ମୋ ଦ୍ୱନ୍ଦ୍ୱରେ ଉଲ୍ଲସିତ। କରିଅଛି ମୁଁ ତବ ନିରନ୍ତର ସ୍ନେହେ ପ୍ରତ୍ୟାଶା ସ୍ଥାପନ, କରିବ ଆନନ୍ଦ ତବ ପରିତ୍ରାଣେ ହୃଦୟ ମମ। କରିବି ମୁଁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ତବଗାନ, କାରଣ କରିଅଛନ୍ତି ସେ ମୋ ପ୍ରତି ଅସୀମ କରୁଣା ପ୍ରଦର୍ଶନ। ଅଧ୍ୟାୟ 14। ବ୍ୟକ୍ତିଗତ ବିଳାପ ଗୀତି। କହେ ମୂଢ଼ ଆତ୍ମବତ, ନାହିଁ ଈଶ୍ୱରଙ୍କ ଅସ୍ତିତ୍ୱ। ଅଟନ୍ତି ସେମାନେ ଭ୍ରଷ୍ଟ, କରନ୍ତି ସେମାନେ ଘୃଣ୍ୟ କାର୍ଯ୍ୟ ସାଧନ। ସତକର୍ମକାରୀ କେହି ଅବିଦ୍ୟମାନ,
କରନ୍ତି ପ୍ରଭୁ ସ୍ୱର୍ଗରୁ ମନୁଷ୍ୟ ପୁତ୍ରମାନଙ୍କ ପ୍ରତି ନିରୀକ୍ଷଣ। ପ୍ରଜ୍ଞାନୁ ରୂପ ସକ୍ରିୟ କେହି ଅଛି କି ନାହିଁ, କରନ୍ତି ସେ ଏହା ସନ୍ଧାନ। ଈଶ୍ୱରଙ୍କ ସନ୍ଧାନକାରୀ କେହି ଅଛି କି ନାହିଁ, କରନ୍ତି ସେ ଏହା ଅନ୍ୱେଷଣ। ହୋଇଛନ୍ତି ସେମାନେ ସମସ୍ତେ ବିଭ୍ରାନ୍ତ, ସମାନ ଭାବେ ସମସ୍ତେ କଳୁଷିତ। ମଙ୍ଗଳ ସାଧନକାରୀ କେହି ନାହିଁ, ନା ମୁଁ ଜାଣେ ଜଣେ ସୁଦ୍ଧା ନାହିଁ। ଏହି ଅଧର୍ମୀମାନଙ୍କର କ'ଣ ନାହିଁ ଜ୍ଞାନ? କରନ୍ତି ସେମାନେ ରୁଟି ସଦୃଶ ମୋର ସ୍ୱଜନଙ୍କୁ ଭକ୍ଷଣ। କରନ୍ତି ନାହିଁ ସେମାନେ ପ୍ରଭୁଙ୍କ ସନ୍ନିଧାନେ ନିବେଦନ। ହେବେ ସେମାନେ ସେଠାରେ ଅତ୍ୟଧିକ ଭୟଭୀତ, କାରଣ ନୀତିନିଷ୍ଠ ବ୍ୟକ୍ତିମାନଙ୍କ ସହ ଈଶ୍ୱର ଅବସ୍ଥିତ। ଦରିଦ୍ରର ଯୋଜନା ପରାସ୍ତ କରିବାକୁ ହେବ ତୁମେ ଉଦ୍ୟତ, କିନ୍ତୁ ଅଟନ୍ତି ଈଶ୍ୱର ତାର ଶରଣ। ହୁଅନ୍ତା ଯଦି ଇସ୍ରାଏଲର ମୁକ୍ତି ସିୟନରୁ ଆଗତ, ପ୍ରଭୁଙ୍କ ଦ୍ୱାରା ହେବ ଯେବେ ପୁନଃସ୍ଥାପିତ। ତେବେ ହେବ ଐଶ୍ୱର୍ଯ୍ୟ ସ୍ୱଜନମାନଙ୍କ, ତେବେ ହେବେ ଯାକୋବ ଆନନ୍ଦିତ, ଇସ୍ରାଏଲ ହେବ ଆହ୍ଲାଦିତ। ଅଧ୍ୟାୟ 15। ଉପାସନା ସାମ। ହେ ପ୍ରଭୁ, କରିବ କିଏ ତୁମ ଶିବିର ମଧ୍ୟରେ ବାସ? ତବ ପବିତ୍ର ଗିରି ଉପରେ କରିବ କିଏ ଅଧିବାସ? ଯିଏ କରେ ନିର୍ଦ୍ଦୋଷ ଜୀବନଯାପନ, ଯିଏ କରେ ନ୍ୟାଯ୍ୟ କାର୍ଯ୍ୟବଳୀ ସାଧନ, ଯିଏ କରେ ନିଜ ହୃଦୟରୁ ସତ୍ୟ କଥନ, କରେ ନାହିଁ ଯିଏ ନିଜ ଜିହ୍ୱାରେ ମିଥ୍ୟା ରଟନା, କରେ ନାହିଁ ମିତ୍ର ପ୍ରତି କୌଣସି ଅନିଷ୍ଟ, କରେ ନାହିଁ ଯିଏ ନିଜ ପ୍ରତିବେଶୀ ବିରୁଦ୍ଧେ ନିନ୍ଦା ରଟନା। ଯାହା ଦୃଷ୍ଟିରେ ଦୁରାଚାରୀ ଅବହେଳିତ, ଯିଏ ପ୍ରଭୁଙ୍କ ପ୍ରତି ଭୀତି ପ୍ରଦର୍ଶକ, କରେ ଯିଏ ତା ପ୍ରତି ଆଦର ପ୍ରଦର୍ଶନ। ଯଦିଓ କୌଣସି କ୍ଷତି ସହନ କରିବା ଆବଶ୍ୟକ, ତଥାପି କରେ ନାହିଁ ଯିଏ ଶପଥ ଲଙ୍ଘନ। ସୁଧର ଆଶାରେ ଦିଏ ନାହିଁ ଯିଏ ଅର୍ଥ ଋଣ, କରେ ନାହିଁ ଯିଏ ନିର୍ଦ୍ଦୋଷୀ ବିରୁଦ୍ଧେ ଲାଞ୍ଚ ଗ୍ରହଣ। ଯିଏ ଏତାଦୃଶ କାର୍ଯ୍ୟର ସାଧକ, ହେବ ନାହିଁ ସେ କେବେ ହେଁ ବିଚଳିତ। ଅଧ୍ୟାୟ 16। ଭରସା ସୂଚକ ପ୍ରାର୍ଥନା। କର ହେ ଈଶ୍ୱର ମୋତେ ସଂରକ୍ଷଣ, ତୁମଠାରେ ସ୍ଥାପିତ ମୋର ଶରଣ। କହେ ମୁଁ ପ୍ରଭୁଙ୍କୁ, ତୁମେ ହିଁ ମୋର ପ୍ରଭୁ, ତୁମ ବ୍ୟତୀତ ନାହିଁ ମୋର ଅନ୍ୟ କୌଣସି ମଙ୍ଗଳ। ଅଟନ୍ତି ଦେଶବାସୀ ସନ୍ଥ ଜନ ସମାଦୃତ, ଯେଉଁମାନଙ୍କଠାରେ ମୋର ସମ୍ପୂର୍ଣ୍ଣ ଆହ୍ଲାଦ। କରନ୍ତି ଯେଉଁମାନେ ଅନ୍ୟ ଦେବର ଅନୁଗମନ, କରନ୍ତି ସେମାନେ ସେମାନଙ୍କ ଶୋକର ପରିବର୍ଦ୍ଧନ। କରିବି ନାହିଁ ସେମାନଙ୍କ ନିମନ୍ତେ ରକ୍ତର ପାନୀୟ ବଳି ଉତ୍ସର୍ଗ। କରିବି ନାହିଁ ମୁଁ ସେମାନଙ୍କ ନାମ ଉଚ୍ଚାରଣ। ଅଟନ୍ତି ପ୍ରଭୁ ଉତ୍ତରାଧିକାର ମୋର ତଥା ପାନପାତ୍ର। ଅଂଶ ବିଶେଷ ମୋର ତୁମ ହସ୍ତେ ଧୃତ। ଆନନ୍ଦମୟ ସ୍ଥାନ ଗୁଡ଼ିକରେ ମୋ ପ୍ରତି ଗୁଲିବାଣ୍ଟ ସମ୍ପାଦିତ। ବିଶିଷ୍ଟ ଉତ୍ତରାଧିକାର ଅଂଶ ମୋ ପ୍ରତି ପ୍ରଦତ୍ତ। କରନ୍ତି ଯିଏ ମୋତେ ସଦୁପଦେଶ ପ୍ରଦାନ, କରେ ମୁଁ ସେହି ପ୍ରଭୁଙ୍କର ପ୍ରଶଂସା। ରାତ୍ରି କାଳେ ସୁଦ୍ଧା ହୃଦୟ ମୋର ଦିଏ ମୋତେ ଶିକ୍ଷା। ପ୍ରଭୁ ସର୍ବଦା ମୋ ସମ୍ମୁଖେ ବିରାଜମାନ, କାରଣ ମୋ ଦକ୍ଷିଣ ପାର୍ଶ୍ୱେ ସେ ବିଦ୍ୟମାନ। ସୁତରାଂ ହେବି ନାହିଁ ମୁଁ ବିଚଳିତ। ଅତଏବ ହୃଦୟ ମୋର ଆନନ୍ଦିତ, ଆତ୍ମା ମୋର ଉଲ୍ଲସିତ, ଶରୀର ମୋର ମଧ୍ୟ ବିଶ୍ରାମରେ ସୁରକ୍ଷିତ। କାରଣ କରୁନାହିଁ ତୁମେ ମୋତେ ପାତାଳ ଗର୍ଭରେ ସମର୍ପଣ, କିମ୍ବା ଦେବ ନାହିଁ ଅନୁମତି ତୁମ
ପବିତ୍ର ତମକୁ ଗର୍ତ୍ତ ଦର୍ଶନ କରୁଅଛ ତୁମେ ମୋତେ ଜୀବନ ପଥ ପ୍ରଦର୍ଶନ। ତୁମ ସାନ୍ନିଧ୍ୟରେ ଅଛି ଆନନ୍ଦ ପ୍ରଚୁର, କରେ ଦକ୍ଷିଣ ହସ୍ତ ତୁମର ଅନନ୍ତ ସୁଖ ଭୋଗ ଧାରଣ। ଅଧ୍ୟାୟ 17 ବ୍ୟକ୍ତିଗତ ବିଳାପ ଗୀତି। ପ୍ରଭୁ ହେ କର ମୋର ନ୍ୟାୟ ଯୁକ୍ତିବାଦ ପ୍ରତି କର୍ଣ୍ଣପାତ, ମୋର କ୍ରନ୍ଦନ ସ୍ୱର ପ୍ରତି ହେଉ କର୍ଣ୍ଣ ପ୍ରଦତ୍ତ। ନିଷ୍କପଟ ଅଧରରୁ ନିଃସୃତ ପ୍ରାର୍ଥନା ମୋର ଶୁଣ। ହେଉ ବିଚାର ବିଧି ମୋର ତୁମ ସାନ୍ନିଧ୍ୟାନରୁ ନିର୍ଗତ। ତୁମ ଚକ୍ଷୁ କରୁ ଯଥାର୍ଥତା ପ୍ରତି ଦୃଷ୍ଟିପାତ। କରୁଥାଅ ତୁମେ ଯଦି ମୋ ହୃଦୟର ସନ୍ଧାନ, କରୁଥାଅ ଯଦି ରାତ୍ରି କାଳେ ମୋର ପରିଦର୍ଶନ। ଯଦି କରୁଥାଅ ତୁମେ ମୋତେ ତଦନ୍ତ, ପାଇବ ନାହିଁ ତେବେ ମୋ ଠାରେ କୌଣସି ଦୁଷ୍ଟତାର ସନ୍ଧାନ। କରିଅଛି ମୁଁ ଅନ୍ୟ ଲୋକଙ୍କ କାର୍ଯ୍ୟକଳାପ ବର୍ଜନ, କରିଅଛି ମୁଁ ତବ ଅଧର ନିଃସୃତ ବଚନର ଅନୁଗମନ। କରିଅଛି ହିଂସାତ୍ମକ ବ୍ୟକ୍ତିମାନଙ୍କ ପଥ ବର୍ଜନ। ପଦାଙ୍କ ମୋର କରିଅଛି ତୁମ ମାର୍ଗକୁ ଦୃଢ଼ ଧାରଣ। ହେଲା ନାହିଁ ପାଦଦ୍ୱୟ ମୋର ସ୍ଖଳନ। କରେ ମୁଁ ଡାକ ଦେଇ ତୁମ ନିକଟରେ ପ୍ରାର୍ଥନା। ହେ ପ୍ରଭୁ, ଦେବ ତୁମେ ମୋତେ ଉତ୍ତର। ନତକର୍ଣ୍ଣ ହୋଇ ଶୁଣ ସ୍ୱର ମୋର। ନିଜ ଶତ୍ରୁ ସମୀପରୁ ନିଅନ୍ତି ଯେଉଁମାନେ ତୁମ ଦକ୍ଷିଣ ହସ୍ତରେ ଶରଣ। ସେମାନଙ୍କର ହେ ଉଦ୍ଧାର କର୍ତ୍ତା, କର ଆଶ୍ଚର୍ଯ୍ୟ ଭାବେ ତବ ନିରନ୍ତର ସ୍ନେହ ପ୍ରଦର୍ଶନ। କର ନୟନମଣି ସଦୃଶ ମୋତେ ସଂରକ୍ଷଣ। ତୁମ ପକ୍ଷେ ତଳେ କର ମୋତେ ଗୋପନ। କରନ୍ତି ଯେଉଁ ଦୁଷ୍ଟ ଗଣ ମୋତେ ଲୁଣ୍ଠନ, କରନ୍ତି ଯେଉଁ ସାଂଘାତିକ ଶତ୍ରୁବୃନ୍ଦ ମୋତେ ବେଷ୍ଟନ। କର ସେମାନଙ୍କ ହସ୍ତରୁ ମୋର ରକ୍ଷଣାବେକ୍ଷଣ। ଦୟା ପ୍ରତି ହୃଦୟ ସେମାନଙ୍କର ରୁଦ୍ଧ, ମୁଖରେ ସେମାନଙ୍କ କଥା ଔଦ୍ଧତ୍ୟପୂର୍ଣ୍ଣ। କରନ୍ତି ସେମାନେ ମୋର ଅନୁଧାବନ, କରିଛନ୍ତି ଏହିମାନେ ମୋତେ ବେଷ୍ଟନ। କରିପାରନ୍ତି ଯେପରି ମୋତେ ଭୂମିସାତ, ସେଥିସକାଶେ କରନ୍ତି ମୋ ଉପରେ ସେମାନେ ଦୃଷ୍ଟି ନିକ୍ଷେପ। ଗ୍ରାସ କରିବା ସକାଶେ ଉତ୍ସୁକ ସିଂହ ସଦୃଶ୍ୟ ଅଟନ୍ତି ସେମାନେ। ଛକି ବସୁଥିବା ଯୁବା ସିଂହ ତୁଲ୍ୟ ଅଟନ୍ତି ସେମାନେ। କର ଉତ୍ଥିତ ହୋଇ ହେ ପ୍ରଭୁ ସେମାନଙ୍କୁ ବିରୋଧ, କର ସେମାନଙ୍କୁ ପରାଜିତ। ଦୁଷ୍ଟଠାରୁ ତୁମ ଖଡ଼୍ଗରେ କର ମୋ ଜୀବନ ଉଦ୍ଧାର। ଯେଉଁମାନଙ୍କ ଜୀବନର ଉତ୍ତରାଧିକାର କେବଳ ଏହି ସଂସାର, ସେହି ବ୍ୟକ୍ତିମାନଙ୍କ ଠାରୁ ହେ ପ୍ରଭୁ କରୁ ମୋତେ ରକ୍ଷା ହସ୍ତ ତୁମର। କରିଅଛ ତୁମେ ସେମାନଙ୍କ ଉଦ୍ଦେଶ୍ୟରେ ଯାହା ସଞ୍ଚିତ, ହେଉ ଉଦର ସେମାନଙ୍କ ତହିଁରେ ପରିପୂରିତ। ହୁଅନ୍ତୁ ସେମାନଙ୍କ ସନ୍ତାନମାନେ ସୁଧା ପ୍ରଚୁର ସମ୍ପ୍ରାପ୍ତ। ଯାହା ଅବଶିଷ୍ଟ ତାହା ରଖାଯାଉ ସେମାନଙ୍କ ଶିଶୁମାନଙ୍କ ସକାଶେ ଯତ୍ନର ସହ। ନ୍ୟାୟପରାୟଣତା ଯୋଗୁଁ କରିବି ମୁଁ ତୁମର ମୁଖ ଦର୍ଶନ। ହୁଏ ମୁଁ ଯେବେ ଉଜାଗର, ହେବି ମୁଁ ତେବେ ତୁମ ରୂପ ଦର୍ଶନରେ ପରିତୃପ୍ତ।